କେମିତି ଭାବରେ ଆମେ ଆର୍ଆଇ ଭୁବନେଶ୍ୱରରେ ଆପ୍ଲାଏ କରିବା ଦେଖନ୍ତୁ। ତାର ଫୁଲ୍ ପ୍ରୋସେସଟା ହାଉ ଟୁ ଆପ୍ଲାଏ ITB admission portal 2026। ପ୍ରଥମେ ଆପଣ ଗଲେ ତାର ଅଫିସିଆଲ ୱେବସାଇଟକୁ ସର୍ଚ୍ଚ କରିବେ RIBB ରିଜିଓନାଲ ବିଡି ପାଇଁ ବା ଆମର ନର୍ମାଲ ITP କୋର୍ସ। ପ୍ରଥମେ ଏଠି ଯାଇ NCET ରେଜିଷ୍ଟର ନାଓ ଆପଣ ଯଦି ନୂଆ ହେଇଥିବେ ନ୍ୟୁ ପାଇଁ ରେଜିଷ୍ଟର କରିବେ। କରିଲା ପରେ ଆପଣଙ୍କର ସ୍କୋର କାର୍ଡର ଡିଟେଲ୍ସ ଦେବେ, ଆପ୍ଲିକେସନ ନମ୍ବର, ତାପରେ କ୍ୟାପଚା ପୂରଣ କରିସାରିଲା ପରେ ସବମିଟ ମାରିବେ। ତାପରେ ଆପଣଙ୍କ ଇନଫର୍ମେସନ ଠିକ ଆସିଲା ଯଦି ପ୍ରୋସିଡ ଫର ରେଜିଷ୍ଟ୍ରେସନ ମାରିବେ। ରେଜିଷ୍ଟ୍ରେସନ ମାରି ସାରିଲା ପରେ ଏଠି ଠିକ କରିକି ପ୍ରୋସିଡରେ କ୍ଲିକ କରିବେ। ତାପରେ ଆପଣଙ୍କର ଇନଫର୍ମେସନ ଆସିଯିବ କୋଉ ନମ୍ବର ସହିତ ଲିଙ୍କ ଅଛି, ତାକୁ OTP ଯିବ ଗୋଟେ। ଆପଣ ତାପରେ ପାସୱାର୍ଡ ଆପଣଙ୍କ ତିଆରି କରିପାରିବେ। OTP ଗଲା ପରେ ସେ OTP କୁ କ୍ଲିକ କରିକି ଆପଣଙ୍କର ଗୋଟେ ପାସୱାର୍ଡ ଜେନେରେଟ ହବ। ତାପରେ ଆପଣ ଯାଇ ଲଗ୍ଇନ କରିପାରିବେ। ଆପଣଙ୍କର ଆପ୍ଲିକେସନ ନମ୍ବର ଗୋଟେ ନୂଆ କ୍ରିଏଟ ହବ। ସେ ଆପ୍ଲିକେସନ ନମ୍ବରଟାକୁ ସ୍କ୍ରିନଶଟ ମାରି ରଖିବେ। ତାପରେ ସେ ଆପ୍ଲିକେସନ ନମ୍ବରକୁ ପୁଟ କରିବେ। ତାପରେ ପାସୱାର୍ଡ ପୁଟ କରିବେ, ନ୍ୟୁ ପାସୱାର୍ଡ ଯୋଉଟା ଆପଣ ଦେଇଥିବେ ଏଠି କରିସାରିଲା ପରେ ଏମିତି ସବୁ ପ୍ରୋସେସ ଆସିବ। ପ୍ରଥମେ ରେଜିଷ୍ଟ୍ରେସନ ପ୍ରୋସେସରେ ଆପଣ ଏମିତି ଆପ୍ଲାଇ ପାଇଁ କ୍ଲିକ କରିବେ। ତାପରେ ସବୁ ପୂରଣ କରିବେ ଆପଣ କଣ କଣ ରଖିବା ପାଇଁ ଚାହୁଁଛନ୍ତି। ସବୁ ପୂରଣ କରିସାରିଲା ପରେ ଏଠି ଆପଣଙ୍କର ସେକେଣ୍ଡ ଷ୍ଟେପରେ ଆସିବ ପର୍ସନାଲ ଡିଟେଲ ସବୁ ଦେଇଦେବେ। କ୍ୟାଟେଗୋରୀ ଫେଟେଗୋରୀ ସବୁ ଦେଇଦେବେ। ଇମେଲ ଆଇଡି, ବ୍ଲଡ ଗ୍ରୁପ, ଯେତିକି ନିଜର ଇନଫର୍ମେସନ, ତାପରେ ପ୍ୟାରେଣ୍ଟ ଡିଟେଲ୍ସ ଦେଇଦେବେ। ତାପରେ ଆଡ୍ରେସ ସବୁ ଦେଲା ପରେ ନିଜର ବୋର୍ଡ ରେଜଲ୍ଟକୁ ଦେଇଦେବେ, କେତେ କେତେ ରଖିଛନ୍ତି ପ୍ଲସ ଟୁରେ। ଆସିଲା ପରେ ମ୍ୟାଣ୍ଡେଟୋରୀ, ଏଠି ସବୁ ମ୍ୟାଣ୍ଡେଟୋରୀ, ଯେତିକି ବି ଫାଇଲ ଦରକାର, ଯେତିକି PDF ଦରକାର ସବୁ ଦେଇଦେବେ। ଏଠି ନିଜର ଡକ୍ୟୁମେଣ୍ଟ ସବୁ ଅପଲୋଡ କରିସାରିଲା ପରେ ପ୍ରୋସିଡ ମାରିଲା ପରେ ଏଠି ଆସିଯିବ ପ୍ରୋସିଡ ଫର ପେମେଣ୍ଟ। ଲାଷ୍ଟ ପ୍ରୋସିଡ ଫର ପେମେଣ୍ଟ ମାରିବେ, 500 ଟଙ୍କା ପେମେଣ୍ଟ କରିବେ, ଆପଣଙ୍କର RI ଭୁବନେଶ୍ୱରରେ ଆପ୍ଲାଏ ହେଇଯିବ। ତ ଏଇଭଳି ନୂଆ ନୂଆ ଇନଫର୍ମେଟିଭ ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ